ଜବରଦଖଲକାରୀକୁ ହଟାଇବା ପାଇଁ ଦେବସେନା ସଂଗଠନ ପକ୍ଷରୁ ଦାବି। ପ୍ରକାଶ ଥାଉକୁ ଯେ ବସ୍ତା ଦେବସେନା ସଂଗଠନ ପକ୍ଷରୁ ଆର୍ଡିଆର୍ଏମ୍ଙ୍କ ଉଦ୍ଦେଶ୍ୟରେ ବସ୍ତା ରେଳବାଇ ଷ୍ଟେସନ ମାଷ୍ଟରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗୁରୁବାର ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ବସ୍ତା ବଜାର ତାରିଣୀ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବସ୍ତା ରେଳବାଇ ଷ୍ଟେସନକୁ ପହଞ୍ଚି ଦାବିପତ୍ର ପ୍ରଦାନ କରିଛି। ଏହି ଶୋଭାଯାତ୍ରାରେ ଦେବସେନା ଜିଲ୍ଲା ସଭାପତି ଶଙ୍କର ଜେନାଙ୍କ ତତ୍ତ୍ୱାବଧାନରେ ଓ ବସ୍ତାର ନୂତନ କରି ନିଯୁକ୍ତ ହୋଇଥିବା ମହାସଚିବ ସୁଶାନ୍ତ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି। ଏଥିରେ ସଂଗଠନର ଜିଲ୍ଲା ଆଇଟି ସେଲ୍ ଅଧ୍ୟକ୍ଷ ଭାବରେ ବାବୁ ପାଣି, ବସ୍ତା ବ୍ଲକ ସଭାପତି ଅନ୍ତର୍ଯାମୀ ରାଉଳ, ଉପଦେଷ୍ଟା କୁମୁଦ ରଞ୍ଜନ ଗିରି, ରମେଶ ସାହୁ, ମନୁ ମାଝୀ, କାର୍ତ୍ତିକ ଚନ୍ଦ୍ର ସାହୁ, ବିପିନ ବିହାରୀ ଦତ୍ତ, ପ୍ରମୋଦ ପାତ୍ର, ଗିରିଜା ଶଙ୍କର ପାତ୍ର, ବହୁ ଦେବ ସୈନିକ ଉପସ୍ଥିତ ଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଆଇଟି ସେଲ୍ ଅଧ୍ୟକ୍ଷ ବାବୁ ପାଣି କଡ଼ା ଚେତାବନୀ ଦେଇଛନ୍ତି। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।